सर्वप्रथमे पिता पुत्र पवित्र आत्मा गौरव हो पुणी समस्त को प्रेस द लॉर्ड। आसतु आज ईश्वर पवित्र वाक्य मध्य गोटे अंश पाठ करवा आम समस्ते आलोचना करवा जहाँ लिखा जाए लूक पुस्तक 17 पर्व ताहार 28 पद। लूक 17:28 पद। लोटों समय मध्य सही प्रकार घटी लोके भजन पान क्रय विक्रय वृक्षरोपण और गृह निर्माण करिबारे प्रवृत्त थिले। प्रार्थना करिबा। प्रिय प्रभु धन्यवाद दउछु वाक्य देछ ए वाक्य बुझिबु पालन करिबु तुमर पवित्र आत्मा शक्ति दे साहाय्य कर यीशु नाम रे मागिलु आमेन। प्रिय प्रभु लोक मैंने ये आम देखु ईश्वर पवित्र वाक्य आउ शेष समय लक्षण सबू आउ जगत मध्य मनुष्यर दुष्टता आउ जेते बेले बढ़ी जाए पाप बढ़ी जाए आउ सदा प्रभु आउ से समय निष्पत्ति नियंती आउ से देश बा नगर को विचार करते से प्रकार आम देखू नहंक समय मध्य से प्रकार होता आउ लोक माने वाक्य अनुसार ईश्वर को भूली जाइथिले आउ जगत मध्य से माने केवल जागतिक विषय रे व्यस्त थिले। आउ से समय नहंक समय आम देखुछु जे लोक माने भजन पान करिबारे और विवाह देबारे विवाह करिबारे व्यस्त रहुथिले। तेणु वाक्य अनुसार लिखा जाए नह जहाज निर्माण कले आउ जहाज रे प्रवेश करिवा पर्यंत मध्य आउ लोक माने भजन पान रे व्यस्त थिले विवाह करिवा और विवाह देवा एही समस्त विषय रे से माने प्रभुत्व थिले प्रवृत्त थिले अर्थात माति जाइथिले। आउ से समय रे आउ जल प्लावन आसी समस्त को विनाश कला आउ से माने से विषय रे प्रवृत्त थिले माति थिले से विषय रे से माने लिप्त थिले आउ जल प्लावन आसी भसाई नेवा पर्यंत मध्य से माने जानि पारु नथिले। प्रिय प्रभुंकर लोक माने आमे देखू जे लोटंकर समय मध्य सही प्रकार आउ घटी थिला। लेखा जाए भजन पान रे से माने प्रवृत्त थिले अर्थात लिप्त थिले। भजन पान रे से माने माति जाइथिले। तेणु आमे देखू वर्तमान समय मध्य से प्रकार होउछि भजन पान रे लोक माने प्रवृत्त अछंती लिप्त अछंती। भजन पान रे आउ से माने सब बेले रहुछंती। आमे देखू आजिर दिन रे कोटे व्यक्ति जन्म हेले ताहार जन्मर 21 दिन रे 21 करा जाए तापरे वर्ष पुराण करा जाए आउ समस्त विषय गोटे गोटे भजन पान रो आयोजन करा जाए तापरे करा जाए आउ ताहार उठाणी बोली तापरे करा जाए विवाह वार्षिकी आउ ताहार बर्थडे वर्ष को वर्ष करा जाए थाए आउ समस्त विषय भजन पान निमंते ही
କରାଯାଉଛି। ତେଣୁ ଏଇ ଦିନ ମାନଙ୍କରେ ମଧ୍ୟ ଆମେ ଦେଖୁଛୁ ଆଗ ସମୟର କଥା ଏ ସମସ୍ତ ବିଷୟ ନଥିଲା। ଗୋଟିଏ ଲୋକ ଜନ୍ମ ହେଲେ ତା ପଛରେ 5ଟି 6ଟି 7ଟି ପୁଣି ଅଧିକ ମଧ୍ୟ ଭୋଜନ ପାନର ଆୟୋଜନ କରାଯାଉଛି। ତାପରେ ଲେଖାଯାଏ ବାକ୍ୟ ଅନୁସାରେ କ୍ରୟ ବିକ୍ରୟ। ଏହି ସମୟରେ କ୍ରୟ ବିକ୍ରୟ ଅଧିକ ଭାବରେ ଚାଲୁଅଛି। ଯେଉଁ ଲୋକର ଆବଶ୍ୟକ ଅଛି ସେ କିଣୁଛି, ଆଉ ଆବଶ୍ୟକର ବାହାରେ ମଧ୍ୟ ସେ କିଣୁଛି। ଆମେ ଦେଖୁଛୁ ଯେ ଗୋଟିଏ ଲୋକର ଗୋଟିଏ ସ୍ଥାନ ଆବଶ୍ୟକ, ଗୋଟିଏ ଗାଡ଼ି ଆବଶ୍ୟକ, ଆଉ ଯାହା ତାହାର ଆବଶ୍ୟକ ପିନ୍ଧିବା ବସ୍ତ୍ର, ତଥାପି ଯେତେ ଆବଶ୍ୟକ ତାଠାରୁ ଅଧିକ କିଣୁଅଛି। ଆଉ କିଣାବିକାର ଏହି ସମୟରେ ଅଧିକ ଚାଲୁଅଛି। ଯାହା କିଣିବା କଥା ତାହା କିଣୁଛନ୍ତି, ଠିକ୍ ଅଛି। ଯାହା ନ କିଣିବା କଥା, ଯେଉଁ ବିଷୟ କିଣିବା ଭୁଲ ପାପ, ତାହା ମଧ୍ୟ କିଣୁଅଛନ୍ତି। ଆଜିର ଦିନରେ ଆମେ ଦେଖୁଛୁ ଯେ ସମସ୍ତ ବିଷୟ ଯାହା ବ୍ଲାକ୍ ବିଜନେସ୍ ବୋଲି କୁହାଯାଏ, ତାହା କିଣିବା ପାପ ଭୁଲ, ତଥାପି କିଣୁଛନ୍ତି ଆଉ ବିକୁଛନ୍ତି। ଆଉ କିଣାବିକା ଅଧିକ ଭାବରେ ଚାଲୁଅଛି। ଏହି ଦିନ ମାନଙ୍କରେ ବୃକ୍ଷରୋପଣ ଆମେ ଦେଖୁଛୁ ପ୍ରତ୍ୟେକ ସ୍ଥାନରେ ବୃକ୍ଷରୋପଣ ହେଉଅଛି। ଆପଣଙ୍କର ସମସ୍ତ ଗଛ, କାଜୁ, ଆମ୍ବ କିମ୍ବା ନୀଳଗିରି ଆଉ ଶାଗୁଆନ, ଅନେକ ପ୍ରକାରର ବୃକ୍ଷରୋପଣ ହେଉଛି। ଆଉ ସେଇ ସବୁରେ ଲୋକ ମାତିଛନ୍ତି। ତାପରେ ଲେଖାଯାଏ ଗୃହ ନିର୍ମାଣ। ଗୃହ ମଧ୍ୟ ଜଣଙ୍କ ପିଛାରେ ଆଉ ଅନେକ ଗୃହ ଆବଶ୍ୟକ ପଡ଼ୁଅଛି। ଆଉ ପରିବାର ମଧ୍ୟରେ 2 ଜଣ 4 ଜଣ ରହିବେ, କିନ୍ତୁ ଗୃହ ଅନେକ ସ୍ଥାନରେ ସେମାନେ ବନେଇବେ, ଗୃହ ନିର୍ମାଣ କରିଥିବେ। ଗୋଟିଏ ତ ଗ୍ରାମରେ, ଆଉ ଗୋଟିଏ ଅନ୍ୟ ସହରରେ, ଆଉ ଗୋଟିଏ ସହରରେ, ଏହି ପ୍ରକାର ଭାବରେ ତାଙ୍କର ଆବଶ୍ୟକର ବାହାରେ ଗୃହ ନିର୍ମାଣ କରନ୍ତି। ଆଉ ଗୃହ ନିର୍ମାଣ କାର୍ଯ୍ୟ ଅନବରତ ଚାଲୁଅଛି। ଗୋଟିଏ ପରିବାରରେ ଗୃହ ନିର୍ମାଣ କରି ଆଉ ତାଙ୍କର ଜୀବନର ଶେଷ ପର୍ଯ୍ୟନ୍ତ ନିର୍ମାଣ କରୁଅଛନ୍ତି ଆଜି ଦିନରେ, ତଥାପି ପରିତୃପ୍ତ ନାହିଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଠି ଲେଖାଯାଏ ଯେ ଭୋଜନ ପାନରେ ମଧ୍ୟ ଯେତେ ଭୋଜନ ପାନର ଆୟୋଜନ କଲେ ମଧ୍ୟ, ଭୋଜିର ଆୟୋଜନ କଲେ ମଧ୍ୟ ଆଉ ସେମାନେ ତୃପ୍ତ ନୁହନ୍ତି। ତାପରେ ଲେଖାଯାଏ କ୍ରୟ ବିକ୍ରୟ ମଧ୍ୟ ସେହି ପ୍ରକାରେ, ବୃକ୍ଷରୋପଣ ମଧ୍ୟ ସେହି ପ୍ରକାରେ। ଲୋକମାନେ ଚାଷ ଜମିରେ ମଧ୍ୟ ବୃକ୍ଷ ଲଗାଉଛନ୍ତି। ତାପରେ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ଅନବରତ ଚାଲୁଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦେଖୁଛୁ ଶେଷ ଦିନର ଆଉ ଲକ୍ଷଣ, ଯାହାକି ଲୋଟଙ୍କ ସମୟରେ ଏରା ଘଟିଥିଲା। ଆଉ ସେହି ସମୟରେ ଆଉ ଅଗ୍ନି ବୃଷ୍ଟି ହେଲା, ଅଗ୍ନି ପୁଣି ଗନ୍ଧକ ବୃଷ୍ଟି ହେଲା, ଆଉ ସମସ୍ତଙ୍କୁ ବିନାଶ କଲା। ସେମାନେ କିନ୍ତୁ ଏହି ସମସ୍ତ ବିଷୟରେ ଆଉ ବ୍ୟସ୍ତ ଥିଲେ, ଏହି ସମସ୍ତ ବିଷୟରେ ଆଉ ଲାଗି ରହୁଥିଲେ। ଆଉ ସେମାନେ ପ୍ରଭୁଙ୍କୁ ଭୟ କରୁନଥିଲେ, ପ୍ରଭୁଙ୍କୁ ଭୁଲି ଯାଇଥିଲେ। ଏହି ଦିନ ମାନଙ୍କରେ ମଧ୍ୟ ଅନେକ ଲୋକ ପ୍ରଭୁଙ୍କୁ ଭୁଲି ଯାଇ କ୍ରୟ ବିକ୍ରୟ, ପୁଣି ଭୋଜନ ପାନ, ଗୃହ ନିର୍ମାଣ, ବୃକ୍ଷରୋପଣ ଏହି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଏହି ବାକ୍ୟ ଅନୁସାରେ ଏହି ଦିନ ମାନଙ୍କରେ ହୋଇପାରେ ପ୍ରଭୁ ଆମ୍ଭମାନଙ୍କ ପ୍ରତି ଦୟା କରନ୍ତୁ। ଆମ୍ଭେମାନେ ଈଶ୍ୱରଙ୍କ ବାକ୍ୟ ଅନୁସାରେ ଚାଲିବା, ଈଶ୍ୱରଙ୍କୁ ସ୍ମରଣ କରିବା, ଈଶ୍ୱରଙ୍କୁ ମନେ ପକାଇବା, ଆଉ ଏହି କାମରେ ବ୍ୟସ୍ତ ନ ରହି ଆମ୍ଭେମାନେ ପ୍ରଭୁଙ୍କ ଠାରେ ଲାଗି ରହି ତାହାଙ୍କୁ ଅନ୍ୱେଷଣ କରି ଆତ୍ମିକ ଜୀବନରେ ବୃଦ୍ଧି ପାଇବା, ଯଦ୍ୱାରା ଏହି ଶେଷ ଦିନରେ ଯଦି ସେହି ପ୍ରକାର
ଲୋଟଙ୍କ ସମୟରେ ପୁଣି ନହଙ୍କ ସମୟରେ ଯେ ପ୍ରକାର ଲୋକମାନେ ବ୍ୟସ୍ତ ଥିଲେ, ଆଉ ସେ ପ୍ରକାର ଯଦି ଥାଉ ଆମ୍ଭେମାନେ ବାକ୍ୟ ଅନୁସାରେ ଅଗ୍ନି ହଠାତ୍ ଆଉ ଗନ୍ଧକ ବୃଷ୍ଟି ହୋଇ ବିନାଶ ହେଲେ, ଆଉ ଜଳପ୍ଲାବନ ଭସାଇ ନେଲା। ସେହି ପ୍ରକାର ଆମମାନଙ୍କୁ ମଧ୍ୟ ଆଉ ଏଇ ଜଗତ ମଧ୍ୟରେ ଯୀଶୁ ଖ୍ରୀଷ୍ଟଙ୍କର ହଠାତ୍ ଆଗମନ ହେବ, ଆମ୍ଭେମାନେ ସ୍ୱର୍ଗକୁ ଯାଇପାରିବା ନାହିଁ। ଯେଉଁ ସମୟରେ ଆମେ ବ୍ୟସ୍ତ ଥିବା ଏହି ସମସ୍ତ ବିଷୟରେ, ସେହି ସମୟରେ ପ୍ରଭୁ ଆସିବେ। ଆଉ ବାକ୍ୟ ଅନୁସାରେ ଆମେ ଦେଖାଉଛୁ ଯେ ଏହି ଦିନମାନଙ୍କରେ ମାଥ୍ୟୁ 24:12 ମଧ୍ୟ ଲେଖାଯାଏ ଯେ ଲୋକମାନଙ୍କର ପ୍ରେମ ଶିଥିଳ ହୋଇଯିବ। ଆଉ ଆପଣ ମୁଁ ଦେଖୁଅଛୁ ଏହି ଦିନମାନଙ୍କରେ ପ୍ରେମ ଶିଥିଳ ହେଉଛି, ଅଧର୍ମ ବୃଦ୍ଧି ପାଉଛି। ଆଉ ଦ୍ୱିତୀୟ ତିମୋଥୀରେ ମଧ୍ୟ ଲେଖାଯାଏ ଯେ 3ର ଏକ ଭୀଷଣ ଆଉ କଠିନ ସମୟ, କଷ୍ଟର ସମୟ ଆସିବ। ଏଇଟା କଷ୍ଟର ସମୟ, ଭୀଷଣ ସମୟ ଆଉ କଠିନ ସମୟ। କାରଣ ଆପଣଙ୍କର ଟଙ୍କା ଥିଲେ ମଧ୍ୟ ଆପଣଙ୍କୁ ଗୋଟିଏ ଦିନ ବଞ୍ଚିବା ପାଇଁ ବହୁତ କଷ୍ଟ ଲାଗୁଥିବ। ଆପଣଙ୍କ ଜ୍ଞାନ ଥିଲେ ମଧ୍ୟ ଗୋଟିଏ ଦିନ ବଞ୍ଚିବା ପାଇଁ ବହୁତ କଷ୍ଟ ଲାଗୁଥିବ। ଆପଣଙ୍କର ଯେକୌଣସି ବଳ ଥିଲେ ମଧ୍ୟ ଆଉ ଏଇ ଦିନମାନଙ୍କରେ ବହୁତ କଷ୍ଟ ଲାଗୁଥିବ। କାରଣ ଏଇଟା ଭୀଷଣ ସମୟ, ଅର୍ଥାତ୍ କଠିନ କଷ୍ଟ, ଗୋଟିଏ ଦୁର୍ଦ୍ଦାନ୍ତର ସମୟ କହିଲେ ଭୁଲ ହେବ ନାହିଁ। ତେଣୁ ଏହି ଦିନମାନଙ୍କରେ ଆମେ ଆପଣାକୁ ସଜାଇବା ବାକ୍ୟ ଅନୁସାରେ ଯେ ପ୍ରଭୁଙ୍କର ଆଗମନ ଯଦି ହଠାତ୍ ହେବ, ଆମ୍ଭେମାନେ ସ୍ୱର୍ଗକୁ କି ପ୍ରକାର ଯାଇପାରିବା। ହଠାତ୍ ଯଦି ପ୍ରଭୁ ଆସିବେ, ଆମ୍ଭେମାନେ ଯେ ତାହାଙ୍କର ଦକ୍ଷିଣ ପାର୍ଶ୍ୱରେ ରହିପାରିବା, ତାଙ୍କ ସମ୍ମୁଖରେ ଠିଆ ହେଇପାରିବା, ସେହି ପ୍ରକାର ଆମ୍ଭେମାନେ ନିଜକୁ ପ୍ରସ୍ତୁତ କରିବା। ତେବେ ଶେଷ ଦିନରେ ଆମେ ନିଜକୁ ପ୍ରସ୍ତୁତ କରିବା, ଭୋଜନ ପାନର ନୁହେଁ, କ୍ରୟ ବିକ୍ରୟର ନୁହେଁ, ଗୃହ ନିର୍ମାଣ, ବୃକ୍ଷରୋପଣ, ଏହି ସମସ୍ତ ବିଷୟରେ ନୁହେଁ, କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କର ବାକ୍ୟ ଅନୁସାରେ ଜୀବନ କାଟି, ବାକ୍ୟକୁ ପାଳନ କରି ଏହି ଅଧର୍ମ ବୃଦ୍ଧି ପାଉଅଛି, ଆମେ ଧାର୍ମିକ ଜୀବନ କାଟି ବଞ୍ଚିବା। ପ୍ରଭୁ ଆମ ସମସ୍ତଙ୍କୁ ଏହି ବାକ୍ୟ ଅନୁସାରେ ଆଶୀର୍ବାଦ କରିବେ। ଆଉ ଏହି ବାକ୍ୟ ଅନୁସାରେ ଆମେ ଚାଲିବା, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ, ପୁଣି ସ୍ୱର୍ଗକୁ ନେବେ। ପ୍ରଭୁ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ ଯେ ଶେଷ ଦିନରେ ଆମେ ଈଶ୍ୱରଙ୍କର ବାକ୍ୟ ଅନୁସାରେ ଜୀବନ କାଟି ଈଶ୍ୱରଙ୍କର ସନ୍ତାନ ହୋଇ, ଈଶ୍ୱରଙ୍କ ପ୍ରିୟ ପାତ୍ର ହୋଇ ରହି ସ୍ୱର୍ଗରେ ପ୍ରବେଶ କରିବା। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।